ନୂଆଗାଁ 24 ପ୍ରହର ନାମଯଜ୍ଞରେ ନିଆରା ଦୃଶ୍ୟ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ଆୟୋଜିତ ହୋଇଯାଇଛି ଅଖଣ୍ଡ 24 ପ୍ରହର ନାମଯଜ୍ଞ। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ନାମଯଜ୍ଞରେ ଅସ୍ତଯୋଡ଼ି, ନୁଦୁରପଡ଼ା, ବନାଯୋଡ଼ି, ବିନିଦା ସହିତ ଗ୍ରାମର 2ଟି ସଂକୀର୍ଣ୍ଣ ଦଳ ଯୋଗ ଦେଇଥିଲେ। ପ୍ରତ୍ୟେକ ସଂକୀର୍ତ୍ତନ ଦଳ ଝାଞ୍ଜ ମୃଦଙ୍ଗର ତାଳେ ତାଳେ ଖୁବ୍ ଉଚ୍ଚକୋଟୀର ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଆଧୁନିକତାର ସ୍ୱରରେ ଆକର୍ଷଣୀୟ ବେଶ ପୋଷାକରେ ଭରପୁର ମନୋରଞ୍ଜନ ଦେଇ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଦର୍ଶକମାନେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ହରିନାମ ଶ୍ରବଣ କରିବା ସହିତ ମନଭରି ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଗ୍ରାମର ପ୍ରତ୍ୟେକ ପରିବାର ଏହି ନାମଯଜ୍ଞରେ ସାମିଲ ହୋଇଥିବା ବେଳେ ମହିଳାମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଦର୍ଶକମାନେ ଯଜ୍ଞ ଉପଭୋଗ କରୁଥିବା ବେଳେ ଯେମିତି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଯଜ୍ଞ କମିଟି ତଦାରଖ କରୁଥାଏ। ଗ୍ରୀଷ୍ମର ପ୍ରବାହ ରହିଥିବା ଯୋଗୁଁ ଗ୍ରାମର ସଂକୀର୍ତ୍ତନ କମିଟି ଦ୍ୱାରା ସମସ୍ତ ଦର୍ଶକମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ତା ସହିତ ପ୍ରତ୍ୟେକ ଦର୍ଶକମାନଙ୍କୁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଖୁବ୍ ଆନନ୍ଦ ମନରେ ଅନ୍ନ ଭୋଜନ ଗ୍ରହଣ କରି ଦର୍ଶକମାନେ ସନ୍ତୁଷ୍ଟ ଲାଭ କରିଥିଲେ। ଏହି ଅଖଣ୍ଡ 24 ପ୍ରହର ନାମଯଜ୍ଞରେ ବିଶେଷ ଆକର୍ଷଣ କରିଥିଲା ହରିନାମର ଏକ ନିଆରା କାର୍ଯ୍ୟକ୍ରମ। ହରିନାମ ମହାମନ୍ତ୍ର ଗାନ କରି ଏକ ପୌରାଣିକ ବିଷୟବସ୍ତୁକୁ ପରିବେଷଣ କରିବା ଦର୍ଶକମାନଙ୍କୁ ଖୁବ୍ ଆକୃଷ୍ଟ କରିଥିଲା। ପିତୃ ସତ୍ୟ ପାଳି ରାମଚନ୍ଦ୍ର 14 ବର୍ଷ ବନବାସ ଯିବାର ଏକ ନିଖୁଣ ଅଭିନୟ ଯଜ୍ଞ ମଣ୍ଡପରେ ଭିନ୍ନ ଏକ ମନୋରଞ୍ଜନ ସୃଷ୍ଟି କରିଦେଇଥିଲା। ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ସୀତା ହରଣଠାରୁ ରାବଣ ମରଣ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରି ବନାଯୋଡ଼ି ସଂକୀର୍ତ୍ତନ ମଣ୍ଡଳୀ ଦର୍ଶକମାନଙ୍କ ନିକଟତର ହୋଇଯାଇଥିଲେ। ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ମାତା ସୀତାଦେବୀଙ୍କ ସହିତ ରାବଣ, ହନୁମାନ, ଗରୁଡ଼ଙ୍କ ଭୂମିକାରେ ସଜ୍ଜିତ ହୋଇ ହରିନାମ ସଂକୀର୍ତ୍ତନରେ ଏକ ପୌରାଣିକ ରାମ ବନବାସର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ଖୁବ୍ ମନୋରଞ୍ଜନ ଦେଇଥିଲା। ଆଉ ତାଙ୍କ ନିଖୁଣ ଅଭିନୟ ମଧ୍ୟ ଏତେ ଉଚ୍ଚକୋଟୀର ହୋଇଥିଲା ଯେ ଦର୍ଶକମାନେ ଖୁବ୍ ଭରପୁର ମଜା ନେଇପାରିଥିଲେ। ଖୁବ୍ ମହାସମାରୋହରେ ଏ ବର୍ଷ ନୂଆଗାଁରେ ଅଖଣ୍ଡ 24 ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ସଂକୀର୍ତ୍ତନ ଦଳ ମଧ୍ୟ ଖୁବ୍ ଉଚ୍ଚକୋଟୀର ସଂକୀର୍ତ୍ତନ ପରିବେଷଣ କରି ନାମଯଜ୍ଞକୁ ସାଫଲ୍ୟମଣ୍ଡିତ କରିଥିଲେ। ନୂଆଗାଁ ଯଜ୍ଞ କମିଟି ଦ୍ୱାରା ସମ୍ପୂର୍ଣ୍ଣ ସହଯୋଗରେ ଏ ବର୍ଷ ଶୃଙ୍ଖଳାର ସହିତ ଅଖଣ୍ଡ 24 ପ୍ରହର ନାମଯଜ୍ଞର ପରିସମାପ୍ତି ହୋଇଯାଇଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।